ଖାସି ମାଂସ କେମିତି ବନେଇବୁ କହିଲୁ? ତେଲରେ ହଳଦୀ ପକେଇବୁ, ଲୁଣ ପକେଇବୁ, ତେଜପତ୍ର, ଅଦା, ରସୁଣ ପକେଇକି ପଣସ କଠାକୁ କାଟିକି ତେଲ ଟିକେ ପକେଇକି ଭାଇ ଗୋଟେ ସିଟି ଦେବୁ, ବେଶୀ ନାହିଁ। ତାପରେ କ'ଣ କରିବୁ ନା, ଏଇଠି ଗୋଟେ ସିଟି ପରେ ସିଟି କାଢ଼ିଦେବୁ। କାଢ଼ି ଦେଇକି ତେଲ ଟିକେ, ସୋରିଷ ତେଲ ଟିକେ ଅଧିକ ପକେଇବୁ। ପଣସ କଠାକୁ ଟିକେ ଭଲସେ ଭାଜିବୁ, ଲାଲ ଲାଲ କରିକି ଟିକେ ଦେଖେ ଏଇଭଳିଆ ଠିକ୍ ଭାଜିବୁ ପୁରା ଲାଲ ଲାଲ କରିକି। ତାପରେ ତେଲରେ କିଛି ଗୋଟା ମସଲା ପକେଇବୁ, ଜିରା ପକେଇବୁ, ତାପରେ ଅଦା, ରସୁଣ, ପିଆଜ, ଶୁଖିଲା ଲଙ୍କା, ଜିରାର ଗୋଟେ ପେଷ୍ଟ, ସବୁ ଶୁଖିଲା ମସଲା ପକେଇବୁ ଏଇଠି। ତାପରେ କ'ଣ କରିବୁ ନା, ଟମାଟରର ଗୋଟେ ବଟା ଦେବୁ। ତାପରେ ଏଇଠି ମସଲା ହେଇଗଲା ପରେ ଧଣିଆର କିଛି ଡଣ୍ଠି ଆଉ ଟିକେ ଦହି ପକେଇବୁ। ଆଉ ଠିକ୍ ମସଲା କଷି ହେଲା ବେଳକୁ ପଣସ କଠା ପକେଇକି ଭାଇ ଧୀରେ ଧୀରେ କଷିବୁ, ସିମ୍ ଆଞ୍ଚରେ ପୁରା ଠିକ୍ ମାଂସ କଷିଲା ଭଳିଆ ଘୋଡ଼େଇକି ଧୀରେ ଧୀରେ କଷିବୁ ଭାଇ। ସେ ଯେଉଁ ମସଲା ଗୁଡ଼ା ନା ସବୁ ସେ ପଣସ କଠା ଭିତରେ ପଶିବ। ଆଉ ତାପରେ ଠିକ୍ କଷି ହେଲା ବେଳକୁ ଟିକେ ପାଣି ଦେଇକି ଘୋଡ଼େଇକି ଫୁଟେଇବୁ। ତାପରେ କସୁରୀ ମେଥି ପକେଇବୁ, ତାପରେ ଗରମ ମସଲା, କଞ୍ଚା ଲଙ୍କା, ଧଣିଆ ପତ୍ର। ତ ଫାଇନାଲି ଏଇଠି ରେଡ଼ି ହେଇଯାଇଛି ଗରମା ଗରମ ଭେଜ୍ ଖାସି ମାଂସ ତରକାରୀ। ତ ତରକାରୀଟା ଦେଖିକି ଜଣାପଡ଼ୁଥିବ କେତେ ବଢ଼ିଆ ହେଇଥିବ। ଆଉ ଭାଙ୍ଗିକି ଦେଖାଉଛି ନା ଅଧିକ ସିଝିଛି ନା କମ୍ ସିଝିଛି। ଏମିତି ଥରେ ଭାଇ ବନାନ୍ତୁ, ବଢ଼ିଆ ଲାଗିବ। ଆଉ ଆପଣମାନଙ୍କର ବହୁତ ରିକ୍ୱେଷ୍ଟ ଥିଲା ଭାଇ ପଣସ କଠାର ରେସିପି ଦିଅନ୍ତୁ। ଗ୍ୟାରେଣ୍ଟି ଦେଇକି କହୁଛି ଭାଇ, ଏମିତି ଥରେ ବନେଇଲେ ଆଉ ପାଟିରୁ ଛାଡ଼ିବନି, ସତ କଥା କହୁଛି।